ଥରେ ଭଲ ଭାବରେ ଦେଖିନିଅନ୍ତୁ ଏହି ଚିତ୍ରକୁ। ମଣିଷର ସ୍ୱପ୍ନ କିପରି ଅଧା ରହିଯାଏ, ଦେଖିଥିବା ସ୍ୱପ୍ନ କିପରି ସ୍ୱପ୍ନ ହିଁ ରହିଯାଏ, ତାହା ଏହି ଚିତ୍ରରୁ ଦେଖିପାରିବେ। ଶହ ଶହ ପିଲରରେ ନିର୍ମିତ ଏହି ଅର୍ଦ୍ଧନିର୍ମିତ ବିଲ୍ଡିଂଟିକୁ ଦେଖନ୍ତୁ। ଏହା ଅଧା ରହିଗଲା, ଆଉ ସେ ଲୋକର ମଧ୍ୟ ମୃତ୍ୟୁ ଘଟିଗଲା। ସବୁଦିନ ପାଇଁ ତାଙ୍କ ସ୍ୱପ୍ନ ହଜିଗଲା। ଦେଖନ୍ତୁ ଏହି ଚିତ୍ରଟି। ସେଥିପାଇଁ କୁହାଯାଏ ମଣିଷ ନିଜ କ୍ଷମତା ଭିତରେ ରହି କାମ କରିବା ଉଚିତ। ସେ କ'ଣ ବନ୍ଦ କାହିଁ ହେଲା ଆଳୁ ଗୋଦାମଟା? ଆଜ୍ଞା ଇଏ ତ ଏକ୍ସପାର୍ଟ କରିଗଲା। ଆଜ୍ଞା ଏକ୍ସପାର୍ଟ କରିଗଲେ ଆଉ ଲୋକଟି ଏକ୍ସପାୟାର୍ଡ କରିଗଲେ? ଆଜ୍ଞା। ଆଚ୍ଛା, କ'ଣ ହେଇଥିଲା କି? ତାଙ୍କର କହୁଛନ୍ତି ହାର୍ଟଚୋକ୍ ହେଇଗଲା ବୋଲି। ବହୁତ ପଇସା ପତ୍ର ଏପଟ ସେପଟ କରିଥିଲେ, ତାଙ୍କ ମାନସିକ ଇଏ ନେଇ ହାର୍ଟଚୋକ୍ କରିଗଲେ। ହାର୍ଟଚୋକ୍ କରିଗଲେ? କୋଉଠିକା ଲୋକ ଇଏ? ଏଇ ପଣାପଞ୍ଜିଆ ଲୋକ ଆଜ୍ଞା। ଆଉ ତାଙ୍କର କେହି ନାହାନ୍ତି, ଯିଏ ପରିବାର ଲୋକ କେହି ଆଧିରେ ମୁଣ୍ଡ ବୋଧେ ପୁରେଇଲେ? ଆଜ୍ଞା, ଯେଉଁ ପରିବାର ଲୋକ ଅଛନ୍ତି ସେମାନେ ଏତେ ବଡ଼ ଇଏକୁ ସମ୍ଭାଳିଲା ଭଳି ଲୋକ ନାହାନ୍ତି। ବର୍ତ୍ତମାନ ପାଇଁ ଏହି 3 ତାଲା ବିଲ୍ଡିଂରେ ବଣ ଜଙ୍ଗଲ ମାଡ଼ିଗଲାଣି। ସବୁ ଅସାମାଜିକ ଯୁବକମାନେ ଏଠି ମଦ୍ୟପାନ କରୁଛନ୍ତି। କାଚ ଭଙ୍ଗା ବୋତଲ ପଡୁଛି ୟା ତଳେ ସଞ୍ଜ ହେଲେ। ଏଠି ଆସର ଜମୁଛି। ଏଇ ଯୋଉ ଚିତ୍ର ଦେଖୁଛନ୍ତି, ଇଏ ଯୋଉ 3 ତାଲା ବିଲ୍ଡିଂଟି ହେଇଛି, ଇଏ ଗୋଟେ ନିର୍ମାଣାଧୀନ ଥିଲା, ଗୋଟେ ବିଶାଳ ପ୍ରୋଜେକ୍ଟ ଥିଲା, ଯାହାକି ହେଉଛି ଏକ କୋଲ୍ଡ ଷ୍ଟୋରର। ଏ ଜାଗା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଗର୍ଦ୍ଦପୁର ନିକଟସ୍ଥ ଏ ସ୍ଥାନ। ଏଠି ଗୋଟେ ବହୁତ ବଡ଼ ସ୍ୱପ୍ନ ଦେଖିଥିଲେ ଜଣେ ଓଭରସିଅର, ଯିଏକି ଏଠି ଗୋଟେ କୋଲ୍ଡ ଷ୍ଟୋର ଚାଷୀମାନଙ୍କର ସୁବିଧା ପାଇଁ ସେ ଗୋଟେ କୋଲ୍ଡ ଷ୍ଟୋର କରିବା ପାଇଁ ଚିନ୍ତା କଲେ। ଦେଖିଲେ ଏ ଅଞ୍ଚଳରେ ଯେହେତୁ କୋଲ୍ଡ ଷ୍ଟୋର ନାହିଁ, ଏଠି କୋଲ୍ଡ ଷ୍ଟୋରଟେ କଲେ ଭଲ ଲାଭ ମଧ୍ୟ ହେବ। ଏଇଆ ଭାବି ସେ ଯେତେବେଳେ ଚିନ୍ତା କଲେ କୋଲ୍ଡ ଷ୍ଟୋର କରିବା ପାଇଁ, ସେତେବେଳେ ଗଭର୍ଣ୍ଣମେଣ୍ଟର ସ୍କିମ୍ ଥିଲା 6.5 କୋଟି ଟଙ୍କାର ଏଟା ବଜେଟ୍। ଆଉ ଯଦି ଏ ଲୋକ କରିଦେଇଥାନ୍ତେ ସମ୍ପୂର୍ଣ୍ଣ, ତେବେ 60% ତାଙ୍କୁ ଛାଡ଼ ହୋଇଥାନ୍ତା। এই লোভরে সে গোটে কোল্ড স্টোর করা চাইলে। প্রথমে তো জমি কিনা চাইলে, জমির রেট লা সে অঞ্চলের 40,000, কিন্তু ইয়ে লোক মানে বিকিବାକୁ ন চাইলে ইয়ে লক্ষে টঙ্কা লেখা গুণ্ঠ দিয়ে কিনিলে। ভাবিলে খুব শীঘ্র এটা কমপ্লিট হয়ে যাব, আর 60% ছাড় পাইଯିବେ, আর যাফলে কোল্ড স্টোর মধ্যে চালিব। আলু গোদামটা বন্ধ হয়ে গেল? আজ্ঞা টোটাল বন্ধ, কাম তো অধারে রয়ে যাই। কোটি কোটি টাকা খরচ হয়েছে? আজ্ঞা কোটি কোটি টাকা, জাগার মূল্য ବି কোটি কোটি টাকা দেই খরচ ଦେଇଛି ଆଜ୍ଞା। ଜାଗା କ'ଣ କେମିତି କିଣା ହେଇଛି କହୁଥିଲେ ଏଇখানে? ଆଜ୍ଞା ଗୁଣ୍ଠ ପ୍ରତି ଲକ୍ଷ ଲକ୍ଷ ଟଙ୍କା ଖରିଦି ହେଇଛି। ସେତେବେଳେ ଜମିର ରେଟ୍ ବି ଏତେ ନଥିଲା? 40,000 ଥିଲା ଆଜ୍ଞା। ସେତେବେଳେ କିଣିଲେ କେତେରେ? ଲକ୍ଷେ ଟଙ୍କା ନା ଆଜ୍ଞା। ବଢେଇକି କିଣିଲେ? ଆଜ୍ଞା। କିଣିକି ପଇସା ଖର୍ଚ୍ଚ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏତେ କଲେ? ଆଜ୍ଞା ଏତେ ବାଟ ଆଗେଇଥିଲେ। ତାପରେ ଡେଥ୍ ହେଇଗଲା? ଡେଥ୍ ହେଇଗଲା ଆଜ୍ଞା। ଆଉ କେହି କରିବା ପାଇଁ ନାହାନ୍ତି? 10 ବର୍ଷ ହେଲାଣି? କେତେ ବର୍ଷ ହେଲାଣି ପଡ଼ିକି ରହିଛି? ମିନିମମ୍ 10 ବର୍ଷରୁ ଉର୍ଦ୍ଧ୍ୱ ହବ କି କ'ଣ? 10 ବର୍ଷ ଭିତରେ ହବ। 10 ବର୍ଷ ହବ ପଡ଼ିଛି? ହଁ ହଁ ଆଜ୍ଞା ପଡ଼ିଛି। ଯେଉଁ ଘର ଗୁଡ଼ାକ ହେଇନି ମଦ ଫଦ ପିଇ ତାକୁ ଭାଙ୍ଗି ଭୁଙ୍ଗି ସାରିଲେଣି ଲୋକ। ମଦ ଫଦ? ଆଚ୍ଛା, ଏଇ ଯେଉଁ ଲୋକଟି କଣ୍ଟା ଓଜନ? ଏଇ ଯେଉଁ ଟ୍ରକ୍ ଆସିଲେ ଓଜନ ହେବା ପାଇଁ କେତେ ଗାଡ଼ିରେ ମାଲ ଆସିଲା, ଆଉ କେତେ ଲୁହା ଆସିଲା, କେତେ ଛଡ଼ି ଆସିଲା, ଏଇଠି ଓଜନ ହୁଏ। ଓଏଚ୍ ବ୍ରିଜ୍ ବି ହେଇଥିଲା? ଆଜ୍ଞା ଆଜ୍ଞା। କିନ୍ତୁ ସେ ଲୋକ ଚାଲିଗଲା ପରେ ସବୁ ବନ୍ଦ? ସବୁ ବନ୍ଦ। ଆରମ୍ଭରୁ ଏକ ଓଏଚ୍ ବ୍ରିଜ୍ ମଧ୍ୟ ଏଠି ତିଆରି କରିଛନ୍ତି। ଦେଖନ୍ତୁ, ଯାହାକି ଏବେ କଳିଙ୍କି ଖାଇ ଗଲାଣି। ଏଠି ସବୁ ଟ୍ରକ୍ ସବୁ ଓଜନ ହୋଇଥାନ୍ତା, ଯେଉଁ ପନିପରିବା ଆସିଥାନ୍ତା କୋଲ୍ଡ ଷ୍ଟୋର ରହିବା ପାଇଁ ଓଜନ ହୋଇଥାନ୍ତା, ଯେଉଁ କାମରେ ଯେଉଁ ଲାଗୁଛି ରଡ୍ ସେ ସବୁ ଓଜନ ହୋଇଥାନ୍ତା। ସେଥିପାଇଁ ପ୍ରଥମେ ସେ 15 ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋଟେ ବଡ଼ ଓଏଚ୍ ବ୍ରିଜ୍ କରିଦେଲେ। ଦେଖନ୍ତୁ, ତାହା ମଧ୍ୟ ବଣ ବୁଦାରେ ପରିପୂର୍ଣ୍ଣ ହୋଇଗଲାଣି। ଏ ଦେଖନ୍ତୁ, ପାଖରେ ଏକ ବାହାଘର ମଣ୍ଡପ ମଧ୍ୟ ଏଠି ବି ମଧ୍ୟ ସେ କରିଛନ୍ତି। এই যেটা দেখুন বাহাঘর মণ্ডপ গোটে বড় হয়েছে, এটি বাহাঘর ফংশন পাই হইতান্তা, এটি ব্যবহার হইতান্তা। আউ তা পাখকু সে গোটে মার্কেট কমপ্লেক্স মধ্যে সেটি তৈরি করছেন। দেখুন, এটা ওএচ ব্রিজর চিত্র দেখুন, যাহাকি কোল্ড স্টোর প্রথমে তৈরি করে সারা পরে এসব করে ভাল হইতান্তা। এসবুথিরে টঙ্কা তাঙ্কর খরচ হয়েগলা। পাখে দেখুন গোটা বড়, এটা হচ্ছে তা ভিতরে দেখুন, এটি গোটা মণ্ডপ হউতিলা। এই মণ্ডপ ବର୍ତ୍ତମାନ ଅର୍ଦ୍ଧନିର୍ମିତ। ତା ଭିତରେ ଦେଖନ୍ତୁ କେମିତି ମଦ ବୋତଲ ସବୁ ଭଙ୍ଗା ହେଇ ପଡ଼ିଛି, କିନ୍ତୁ ତିଆରି ସରିଲା ପରେ ଆଉ ବ୍ୟବହାର ହେଇନି। କେତେ ବିଶାଳ ପ୍ରୋଜେକ୍ଟ ବର୍ବାଦ ହେଇଗଲା। ଦେଖନ୍ତୁ, ବର୍ତ୍ତମାନ ପାଇଁ ସେ ତା ଭିତରର ଅଫିସର ଦୃଶ୍ୟ ଦେଖନ୍ତୁ, ସେମିତି ହେଇଛି। 10 ବର୍ଷ ହେଲାଣି ଏମିତି ପଡ଼ିଛି, ଭଙ୍ଗା କାଚ ବୋତଲ ସବୁ ଭାଙ୍ଗିଛି। ଲୋକମାନେ ଝରକା କବାଟ ସବୁ ତାଡ଼ି ନେଇ ସାରିଲେଣି। ଆସନ୍ତୁ ବର୍ତ୍ତମାନ ତା ଭିତର ପରିବେଶକୁ ଯିବା, ତା କ୍ୟାମ୍ପସ ଭିତରକୁ ଯିବା, ଯୋଉଠି କୋଲ୍ଡ ଷ୍ଟୋର ହଉଛି। ତା ପୂର୍ବରୁ ଦେଖନ୍ତୁ, ତା ଭିତରକୁ ଆମେ ପଶିଲୁ। ତା ଭିତରୁ ଅର୍ଦ୍ଧନିର୍ମିତ ଘର ସବୁ କେମିତି ଭଙ୍ଗା ହେଇଗଲାଣି। ଲୋକମାନେ ସବୁ ଇଟା କାଢ଼ିକି ତାଡ଼ିକି ନେଇଗଲେଣି। ତା ଭିତରେ ସବୁ ଭଙ୍ଗା ଘର ଭିତରେ, ଏଇ ଘର ଭିତରେ ସବୁ ବଣ ଜଙ୍ଗଲ ହେଇଗଲାଣି। ଏଠି ମଦୁଆ ମାନଙ୍କର ରାତିରେ ଆସର ଜମେ। ଏଠି ମଦ ବୋତଲ, ପାଣି ବୋତଲ ସବୁ ପଡ଼ିଛି। ସବୁ ଗଛ ହେଇଗଲାଣି? ଆଜ୍ଞା। 10 ବର୍ଷ ହେଲା ଏମିତି ଫାଙ୍କା ହେଇ ପଡ଼ିଛି? ଆଜ୍ଞା। ଆଉ ସେ କେହି କରିପାରୁନାହାନ୍ତି ତାକୁ? ନାଇଁ ଆଜ୍ଞା।
ଏ ଅଞ୍ଚଳ ଗୋଟେ କୋଲ୍ଡ ଷ୍ଟୋର ହେଇଥିଲେ ଭଲ ହେଇଥାନ୍ତା ନାଇଁ? ଆଜ୍ଞା ଏଠି ତ ନାହିଁ କୋଲ୍ଡ ଷ୍ଟୋର ପାଖରେ, ସେଇଟା ମୁଣ୍ଡରେ ମାନେ ଚିନ୍ତା କରି କରିଥିଲେ ଏଇଟା ଭଲ ଚାଲିବ, କଲେ ଭଲ ହେବ ବୋଲି, କିନ୍ତୁ ସେ ଲୋକ ତ ଚାଲିଗଲେ ଆଉ। ଏଇ ଯୋଉ ବିଶାଳ ଗେଟ୍ ଦେଖୁଛନ୍ତି ଏଇପଟେ କୋଲ୍ଡ ଷ୍ଟୋର ଭିତରକୁ ଟ୍ରକ୍ ସବୁ ଯାଇଥାନ୍ତା, ମାଲ ପରିବହନ ହୋଇଥାନ୍ତା, କିନ୍ତୁ ସବୁ ଅଧାରେ ରହିଗଲା ସ୍ୱପ୍ନ। ଏଇ ଦେଖନ୍ତୁ এই কোল্ড স্টোরକୁ ଲାଗି ଦେଖନ୍ତୁ ଗୋଟେ ବିରାଟ ମାର୍କେଟ କମ୍ପ୍ଲେକ୍ସ ତିଆରି ହେଇଛି। ଦେଖନ୍ତୁ ପ୍ରତ୍ୟେକ ମାର୍କେଟ ଦୋକାନ ଆଗେ ଯୋଉ ମାର୍କେଟ କମ୍ପ୍ଲେକ୍ସର ଦୋକାନ ଘର ସବୁ ତିଆରି ହେଇଛି, ତା ଆଗରେ ସବୁ ଲୁହାର ଦେଖନ୍ତୁ ଛୋଟ ଛୋଟ ଗେଟ୍ ସବୁ ମଧ୍ୟ ଲାଗିଛି। ଏଇପଟେ ଦେଇ ଲୋକମାନେ ପଶିଥାନ୍ତେ ମାର୍କେଟ କମ୍ପ୍ଲେକ୍ସରେ, ଲୋକ କିଣାକିଣି କରିଥାନ୍ତେ, ଘର ସବୁ ଭଡ଼ା ଦିଆ ହେଇଥାନ୍ତା। ଏଇଭଳି ସ୍ୱପ୍ନ ଦେଖି ଏଇ ମାର୍କେଟ କମ୍ପ୍ଲେକ୍ସରେ ସେ ବହୁତ ଟଙ୍କା, ଏହି ମାର୍କେଟ କମ୍ପ୍ଲେକ୍ସ ପାଇଁ ଏଇ କୋଲ୍ଡ ଷ୍ଟୋର ସ୍ୱପ୍ନ ଅଧୁରା ରହିଗଲା। ସବୁ ଟଙ୍କା ସେଠି ଖର୍ଚ୍ଚ ହେଇଗଲା। ବ୍ୟାଙ୍କ ଦେଇଥିବା ପ୍ରଥମ 3 କୋଟି ଟଙ୍କା ଖର୍ଚ୍ଚ ସରିବା ପରେ ଯେତେବେଳେ ବ୍ୟାଙ୍କ ଯେତେବେଳେ ଦ୍ୱିତୀୟ କିସ୍ତି ଦେବା ପାଇଁ ଆସିଲା ଆଉ ଖର୍ଚ୍ଚର ହିସାବ ମାଗିଲା, ଏ ବାବୁ ଖର୍ଚ୍ଚର ହିସାବ ଦେଖେଇ ପାରିଲେନି ଯେ ଏଇଠି ଖର୍ଚ୍ଚ ହେଇଛି ବୋଲି, କାରଣ ସେ ପଇସା ଗୁଡାକ ସେ ଖର୍ଚ୍ଚ କରିଦେଇଥିଲେ ମାର୍କେଟ କମ୍ପ୍ଲେକ୍ସରେ କିଛି ଅଂଶ। ତେଣୁ ଯେହେତୁ ଖର୍ଚ୍ଚର ହିସାବ ଦେଖେଇ ନ ପାରିଲେ, ଆଉ ଅବଶିଷ୍ଟ ଯୋଉ 3.5 କୋଟି ଟଙ୍କା ବ୍ୟାଙ୍କ ଦେଇଥାନ୍ତା ସେ ବନ୍ଦ କରିଦେଲା, ଯାହାଫଳରେ ତାଙ୍କର ସ୍ୱପ୍ନ ଏଇଠି ଭାଙ୍ଗିଗଲା। ଆଉ ଏ ସମ୍ପୂର୍ଣ୍ଣ ହେଇପାରିଲା ନାହିଁ। ଏତେ ମାନସିକ ବିଷାଦ ଭିତରେ ସେ ରହିଲେ ଯେ ସେ କୁହାଯାଉଛି, ଲୋକମାନେ କହୁଛନ୍ତି ଯେ 2 ଥର ସେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ। କାମ ସରିବା ପୂର୍ବରୁ ନିଜର ସମସ୍ତ ଟଙ୍କା ସରିଗଲା। ବ୍ୟାଙ୍କ ମଧ୍ୟ ଆଉ ଯୋଉ 3.5 କୋଟି ଟଙ୍କା ଦେବା କଥା ତାକୁ ମଧ୍ୟ ଦେଲା ନାହିଁ। ଶେଷରେ ଏତେ ମାନସିକ ଚାପରେ ରହିଲେ ଯେ ଶେଷରେ ହାର୍ଟ ଆଟାକରେ ତାଙ୍କର ମୃତ୍ୟୁବରଣ କଲେ ସିଏ। ତେଣୁକରି କୁହାଯାଉଛି ମଣିଷ ସ୍ୱପ୍ନ ଏତେ ନ ଦେଖୁ ଯାହା ପାଇଁ ତାର ଜୀବନ ମଧ୍ୟ ଚାଲିଯିବ। ଆଉ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଅନୁରୋଧ କରୁଛନ୍ତି ଯେ ଏହାର ପୁନରୁଦ୍ଧାର କରି ଗୋଟେ କୋଲ୍ଡ ଷ୍ଟୋରଟିଏ ସେଠି ସ୍ଥାପନ କରିଲେ ସ୍ଥାନୀୟ ଲୋକ ଉପକୃତ ହୁଅନ୍ତେ। ଭିଡ଼ିଓଟିକୁ ପ୍ରସ୍ତୁତ କରିବାରେ ବହୁତ ପରିଶ୍ରମ କରିବା ପାଇଁ ପଡୁଛି। ତେଣୁକରି ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଦୟାକରି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ, ଲାଇକ୍ ସେୟାର ମଧ୍ୟ କରିଦିଅନ୍ତୁ, ବେଲ୍ ବଟନ ମଧ୍ୟ ଦବାଇ ଦିଅନ୍ତୁ, ଯାହାଫଳରେ ଆମେ ଏଇଭଳି କ୍ରିଏଟିଭ ଭିଡ଼ିଓ ସବୁ ଆପଣଙ୍କ ପାଖରେ ପହଞ୍ଚାଇ ପାରିବୁ। ଆମର ଚ୍ୟାନେଲର ନାଁ ହେଉଛି ଦୁହୁରିଆ ନ୍ୟୁଜ୍।